ତାର କିଛି ଦିନ ହେଲାଣି ବର୍ଷା ଅନୁଭବ ତାଙ୍କ ବିବାହ ବିଚ୍ଛେଦ ପାଇଁ ବହୁତ ଚର୍ଚ୍ଚାରେ ଥିଲେ। ଏବେ ସୋସିଆଲ ମିଡିଆରେ ବି ବହୁତ ବର୍ଷାଙ୍କ ଫଲୋଅର୍ସ ହେଇଗଲେ, ସେମାନେ ସବୁ କୁହନ୍ତି ଯେ ବର୍ଷାକୁ ଅନୁଭବ ଆଉ ଥରେ ବାହା ହେଇଯାଆନ୍ତୁ ବୋଲି ମଝିରେ ସେମାନେ କହୁଥିଲେ। ତ ଏମିତି କଣ ପକ୍ଷରେ ସମ୍ଭବ ଯେ ଜଣେ ଡିଭୋର୍ସ ହେଇସାରିଲା ପରେ ସେଇ ମହିଳାଙ୍କୁ ଆଉ ଥରେ ବିବାହ କରିବେ? ନାଇଁ କାହିଁ ହବନି, ମନେକର ଡାଇଭର୍ସ ହେଲା, ମୁଁ ତ ନିଜେ କରିଛି, ଶୈଳଶ୍ରୀ ବିହାରରେ କରିଛି। ଗୋଟେ ବିବାହ ବିଚ୍ଛେଦ ହେଇଥିଲା, 8 ଲକ୍ଷ ଟଙ୍କା ମେଣ୍ଟେନାନ୍ସ ହେଇଥିଲା ତାକୁ। ପର ମୁହୂର୍ତ୍ତରେ ଯେତେବେଳେ 8 ଲକ୍ଷ ଟଙ୍କା ମେଣ୍ଟେନାନ୍ସ ପୁରା ୱାନ୍ ଟାଇମ୍ ସେଟଲମେଣ୍ଟ ହେଇଗଲା ପରେ ସେ ଝିଅକୁ ମୁଁ ଡାକିକିରି ବୁଝେଇଲି। ଗୋଟେ ଛୋଟ ଝିଅଟିଏ ବି ତାଙ୍କର ଥିଲା, ଛୋଟିଆ ଝିଅଟିଏ, 2-3 ବର୍ଷର ଝିଅଟିଏ। ମୁଁ ନିଜେ କରେଇଛି ଆଜ୍ଞା, ଏଇ ଶୈଳଶ୍ରୀ ବିହାରରେ। କାହିଁକିନା ପୁଅ ଝିଅଙ୍କ ଭିତରେ କୌଣସି ପ୍ରକାର ଡିଷ୍ଟର୍ବାନ୍ସ ବାହାଘର ନଥିଲା। ସେଠି ଡିଷ୍ଟର୍ବାନ୍ସ କିଏ କରୁଥିଲେ? ଝିଅର ମା, ଝିଅର ବା, ସବୁ ଡିଷ୍ଟର୍ବାନ୍ସର କାରଣ ହେଇକି ଥିଲେ। କାହିଁକିନା ଝିଅର ଯୋଉ ପୁଅର ଯିଏ ମା, ମତେ ସେ ଆସ୍ତେ କରି କହିଥିଲେ, ମୋର ମନ ଅଛି ଯେତେବେଳେ ଆମେ କେସ୍ କରୁଥିଲି, ମତେ କହିଲେ ପୁଅ, ମତେ ସେ ପୁଅ ବୋଲି ଜେନେରାଲ ସେନ୍ସରେ ମୋ ପାଖକୁ ଯୋଉ ଆସନ୍ତି କ୍ଲାଏଣ୍ଟ ମାନେ ମତେ ଭାରି ଭଲ ପାଆନ୍ତି, ମୁଁ ପରିବାର ଭଳିଆ ସମସ୍ତଙ୍କ ସାଙ୍ଗେ ମିଶେ। ମତେ କହିଲେ ବାପାରେ, ପୁଅରେ, ବୋହୂଟି ଆମର ବହୁତ ଭଲ। ସେ ଗୋଟିଏ ପଦ କଥା ମୋ ମନରେ ଥିଲା। ଯେତେବେଳେ ପଇସା ପତ୍ର ସବୁ ଛିଣ୍ଡିଗଲା, ଇଏ କଣ ଛାଡ଼ପତ୍ର ଆଲାଉ ହେଇଗଲା, ପଇସା ପତ୍ର ଦେଣ ସବୁ ସରିଗଲା, ପର ମୁହୂର୍ତ୍ତରେ ମୁଁ ଦିନେ ପଚାରିଲି, ମୁଁ କହିଲି ଆମେ ଚେଷ୍ଟା ଟିକେ କରିବା କି? ଭଗବାନଙ୍କର ଲୀଳା ବଡ଼ ବିଚିତ୍ର। ମୁଁ ଦିନେ ଆମର ଭୁବନେଶ୍ୱର ଶ୍ରୀ ଲେଦର୍ସ ଭିତରେ ଗୋଟେ ଜୋତାଟେ କିଣିବାକୁ ଯାଇଥାଏ, ଶ୍ରୀ ଲେଦର୍ସ, ସେ ଝିଅଟି ଦେଖାଗଲା, ମତେ ଗୋଟେ ନମସ୍କାରଟି ସେ ପକେଇଲା, ସାର୍ ନମସ୍କାର। କାହିଁକି? ମୁଁ କୌଣସି ପ୍ରକାର ଭାବରେ କୌଣସି ମହିଳାଙ୍କୁ, ଯେତେ ଛାଡ଼ପତ୍ର କେସ୍ ହଉ, ଯେତେ ଯାହା କେସ୍ ହଉ, ମୁଁ ବ୍ୟବହାର କାହାକୁ ଖରାପ କରେ ନାହିଁ। ମାଲୋ ଧନ ଲୋକ ହିଁ, ମୋ କର୍ତ୍ତବ୍ୟ ମୁଁ କରୁଛି, ମୁଁ ଆପଣଙ୍କ ସାଙ୍ଗେ କାହିଁ ବ୍ୟବହାର ଖରାପ କରିବି? ମୋ ବ୍ୟବହାର ଯେହେତୁ ତାକୁ ଭଲ ବ୍ୟବହାର ଦେଖେଇଛି, ତେଣୁ ସିଏ ମତେ ସେଠି ସାର୍ ନମସ୍କାର ବୋଲି କହିଲା। ମୁଁ କହିଲି ମା ଆଉ କଣ କରୁଛୁ, ଭଲ ମନ୍ଦ ତାକୁ ପଚାରିଲି। ପଚାରି ସାରିଲା ପରେ ସେ ନିଜେ ମତେ ଆଡମିଟ୍ କଲା, କହିଲା ଆଜ୍ଞା ଏମିତି ଏମିତି କଥା, ମୁଁ ବହୁତ ଅସୁବିଧାରେ ଅଛି। ବର୍ତ୍ତମାନ ଭାଉଜ ଆଉ ଭାଇ ମାନେ ମତେ, ଭାଇ ମୋ ଭାଉଜ ମତେ ଇଆଡୁ ସିଆଡୁ କହୁଛନ୍ତି। ସେ ଯୋଉ ପଇସାଟି ଆଣିଥିଲି, ସେ ପଇସା ଆଜ୍ଞା ଗୋଟେ ଗାଡି କିଣିଦେଲେ, କାର କିଣିଦେଲେ, ସେ କାର ବି ଗଲାଣି। ଅବସ୍ଥା ଏଇ ଆମର ବହୁତ ଖରାପ ଆଜ୍ଞା, ବର୍ଷେ ଭିତରେ ଏଇ ଅବସ୍ଥା ଆମର ଖରାପ। ମୁଁ କହିଲି ମା, ମୁଁ ଟିକେ ଚେଷ୍ଟା କରିବି କି ଆଉଥରେ ସେଠିକି ଯିବା ପାଇଁ, ନା ଆଉ କଣ ସେମାନେ ମତେ ଗ୍ରହଣ କରିବେ? ମୁଁ କହିଲି ହ୍ୱାଇ ନଟ୍, ଆମେ ଚେଷ୍ଟା କରିବା, ତୁମେ ରାଜି କି? ନା ହଁ ଆଜ୍ଞା, ମୁଁ ଯଦି ଆପଣ ଏତିକି ଟିକେ କରିଦିଅନ୍ତେ, ମୁଁ ଆପଣଙ୍କର, ବୋଲା ତୁମ ଗୋଟେ ସାନ ଭଉଣୀ ନିଶ୍ଚିତ ହବ କହିକି, ଏପଟେ ତ ମୁଁ ଆଙ୍କର ବି ଗ୍ରୀନ୍ ସିଗ୍ନାଲ ଥିଲା, ତାଙ୍କ 2 ଜଣ ଯାକୁ ଡାକି ଯାହା କୌଣସି ପ୍ରକାର ଆଗ ପ୍ରଥମେ 2 ବର୍ଷ ଖଣ୍ଡେ, 1.5 ବର୍ଷ ଖଣ୍ଡେ ଝିଅର ବାପା ମା ଏମାନେ ସବୁ ଆଉ କେହି ଆସିଲେନି, ତାଙ୍କ ଘରକୁ ଆଉ ଯିବା ଆସିବା ବନ୍ଦ କରାହେଇଥିଲା। ଆପଣ ମାନେ ଏବେ ମଝିରେ ମଝିରେ ଟିକେ ଟିକେ ଆସୁଛନ୍ତି, କିନ୍ତୁ ଡିଷ୍ଟର୍ବ କରିପାରିବେ ନାହିଁ। କିନ୍ତୁ ସିଏ ବର୍ତ୍ତମାନ ସୁଦ୍ଧା ତାଙ୍କ ମ୍ୟାରେଜ ରେଜିଷ୍ଟ୍ରେସନ ହେଇନାହିଁ, କେବଳ ସ୍ୱାମୀ ସ୍ତ୍ରୀ ହେଇକି ଅଛନ୍ତି, କିନ୍ତୁ ସିଏ ଲିଗାଲ ତା ସ୍ତ୍ରୀ ନୁହେଁ। ଏବଂ ତା ସ୍ତ୍ରୀ ମଧ୍ୟ ମନା କରିଛି, ମୁଁ ଆଉ ତୁମକୁ ବାହା ହେବି ନାହିଁ, ମୁଁ ତମ ଘରେ ଚାକରାଣୀ ହେଇକି ପଛେ ରହିବି, ମୋ ପିଲା ତ ତମ ସମ୍ପତ୍ତି ପାଇବ ନା, ମୁଁ ବାହା ହେବା ଦରକାର ନାହିଁ। ତେଣୁ ଏଇ ଯୋଉ ବେଳେ ବେଳେ ଏଇ ସବୁ ଜିନିଷ ଗୁଡାକ ହୁଏ, କେତେବେଳେ କଣ ଘଟଣା ଘଟିବ କେହି କହିପାରିବେ ନାହିଁ। ଲିଗାଲି ସମ୍ଭବ? ଲିଗାଲ ବି ସମ୍ଭବ। ମନେକର ଡିଜଲଭ ହେଇଗଲା, ମ୍ୟାରେଜ ଟା ଛିଣ୍ଡିଗଲା, ତାପରେ ପୁଣି ଆଉ ଥରେ ଆଉ ଗୋଟେ ଫାଇଲ କରି ମ୍ୟାରେଜ ରେଜିଷ୍ଟ୍ରେସନ ସଇଲା, କଣ ନ ହଉଛି ଆଜ୍ଞା।